ଏବେ ତ ଟମାଟୋ ବହୁତ ଶସ୍ତାରେ ମିଳୁଛି। ଆପଣମାନେ ଏମିତି ଶସ୍ତା ଟମାଟୋ କିଣିକି ଆଣିକି ଗୋଟେ ସିକ୍ରେଟ୍ ଜିନିଷ ସେଥିରେ ମିଶାଇ ଦିଅନ୍ତୁ। ଟମାଟୋର ଗୁଣ୍ଡ ବହୁତ ସୁନ୍ଦର ରଙ୍ଗ ଆସିବ, ବର୍ଷ ସାରା ଏମିତି ରଙ୍ଗ ରହିବ ଆଉ ତରକାରୀକୁ ପୁରାପୁରି ନାଲି ରଙ୍ଗ କରିକି ପ୍ରସ୍ତୁତ କରିବ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଦୁଇ ପ୍ରକାର ଉପାୟରେ ସବୁଠୁ ସହଜରେ ଟମାଟୋ ଗୁଣ୍ଡ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଏବେ ଟମାଟୋ ବହୁତ ଶସ୍ତା ହେଇଯାଇଛି, କିଲୋ ପିଛା 10 ଟଙ୍କା। ଆପଣମାନେ ଏହି ସମୟରେ ଟମାଟୋ କିଣିକି ଆଣନ୍ତୁ, ପୁରା ପାଚିଲା ନାଲି ନାଲି ଟମାଟୋ, ସେଥିରେ ପ୍ରସ୍ତୁତ କରନ୍ତୁ ଟମାଟୋ ଗୁଣ୍ଡ। ଏବେ ଦେଖନ୍ତୁ ମୁଁ ଏଠି ପୁରା ତାଜା ଟମାଟୋ ନେଇଯାଇଛି। ଆଉ ଟମାଟୋ ଯେତେବେଳେ ନେବେ ପୁରା ଲତପତ ପାଚିଲା ଟମାଟୋ ବିଲକୁଲ ନେବେନି, ଟିକେ ଟାଣ ଥିଲା ବାଲା ଟମାଟୋ ନେବେ। ଆଉ ଟମାଟୋରୁ ଯଦି ଅଧିକ ଲତପତ ବାଲା ଟମାଟୋ ନେବେ ବେଶୀ ପାଣି ବାହାରିବ, ଯାହାକି ଅଧିକ ସମୟ ଲାଗିବ ଶୁଖିବା ପାଇଁ। ଆମେ ଟମାଟୋକୁ ଶୁଖେଇକି ତ ଗୁଣ୍ଡ କରିବା ନା, ସେଥିପାଇଁ ଦେଖନ୍ତୁ ମୁଁ ପ୍ରଥମେ ଗୋଟେ ପ୍ରଣାଳୀରେ ଆମେ ପ୍ରସ୍ତୁତ କରିବା। ପ୍ରଥମେ ଦେଖନ୍ତୁ ଆମେ କ'ଣ କରିବା ନା, ଟମାଟୋକୁ ଭଲ ଭାବରେ ଧୋଇଦେବା। ଧୋଇ ସାରିବା ପରେ ତାକୁ 2 ଖଣ୍ଡ କରିଦେବା। ଆଉ ଦେଖନ୍ତୁ ଏଇ ଯେଉଁ ମଝିର ଟାଣ ପାର୍ଟଟା ତାକୁ କାଢ଼ିଦେବା। ତାପରେ ତାକୁ ଏମିତି 2ରୁ 3 ଖଣ୍ଡ କରିଦେବା। ଏମିତି ଗୋଟେ ଟମାଟୋକୁ ଆମେ 8 ଖଣ୍ଡ କରିକି କାଟିକି ରଖିଦେବା। ଏଇ ଟମାଟୋକୁ ଆମେ ପ୍ରଥମେ କ'ଣ କରିବା ନା ସିଝେଇବା। ଆପଣମାନେ କଡ଼େଇରେ ବିଲକୁଲ ସିଝେଇବେନି, ପ୍ରେସର କୁକରରେ ସିଝେଇବେ, ବହୁତ ଜଲ୍ଦି ପ୍ରସ୍ତୁତ ହେଇଯିବ। ମାତ୍ର 5 ମିନିଟ୍ ଭିତରେ ପ୍ରେସର କୁକରରେ ସିଝିଯିବ। ଆଉ ଟିକେ ହାଇ ଫ୍ଲେମ୍ ଦେଇକି 5 ମିନିଟ୍ ଫୁଟେଇ ଦେଲେ ଏଇ ଟମାଟୋ ରସ ଶୁଖିଯିବ। ଆପଣମାନେ 2 ପ୍ରକାରର ଉପାୟରେ ଟମାଟୋକୁ ଗୁଣ୍ଡ କରିପାରିବେ। ଏଠି ପ୍ରଥମ ଉପାୟରେ ଆମେ ତାକୁ ସିଝେଇକି ତାପରେ ଶୁଖେଇବା। ଆଉ ସିକ୍ରେଟ୍ ଜିନିଷ ଆମେ ଗୋଟେ ମିଶାଇବା, ଯାହାର କି ରଙ୍ଗଟା ପୁରାପୁରି ନାଲି ହେଇକି ରହିବ ଟମାଟୋର। ଏବେ ଆମେ ଅଧା ବିଟ୍ରୁଟ୍କୁ ଭଲ ଭାବରେ ଧୋଇକି ଛୋଟ ଛୋଟ ଖଣ୍ଡ କରିକି କାଟିକି ଟମାଟୋରେ ମିଶାଇଦେବା। ଏମିତିରେ ଟମାଟୋ ତ ପୁରା ନାଲି ନାଲି ଟମାଟୋ ଆମେ ନେଇଛେ, କିନ୍ତୁ ଶୁଖିଗଲା ପରେ କିମ୍ବା ଅଧିକ ଦିନ ରହିଗଲା ପରେ ତା'ର ରଙ୍ଗ ଟିକେ ଫିକା ପଡ଼ିଯାଏ। ସେଇ ରଙ୍ଗଟା ଫିକା ନ ପଡ଼ିବା ପାଇଁ ବା ଟିକେ ଡାର୍କ ନାଲି ରଙ୍ଗ ଆସିବା ପାଇଁ ଆମେ ଗୋଟେ ବିଟ୍ରୁଟ୍ ଫାଳେ ନେଇକି ମିଶାଇକି ପକାଇଦେଲେ ବହୁତ ବଢ଼ିଆ ରଙ୍ଗ ଆସିବ। ଏବେ ଆମେ କଟା ଟମାଟୋ ବିଟ୍ରୁଟ୍ ଦେଇକି ବିଲକୁଲ ପାଣି ଦେବେନି, ଟମାଟୋରୁ ବହୁତ ପାଣି ବାହାରିବ। ଆଉ ଏମିତିରେ ମୁଁ ଟାଣ ଟାଣ ଟମାଟୋ ନେଇଛି, ବେଶୀ ବି ପାଣି ବାହାରିବନି। ତାକୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଗୋଟେ ସିଟି ଆସିବା ପାଇଁ ଛାଡ଼ିଦେବା। ତାପରେ ଦେଖନ୍ତୁ ଏଠି ବିଲକୁଲ ଲୁଣ ବି ଦେବେନି, ଲୁଣ ବି ଦେଲେ ବହୁତ ପାଣି ଏଥିରୁ ବାହାରିଯିବ। ଏଠି ଦେଖନ୍ତୁ କେବଳ ମୁଁ ବିଟ୍ରୁଟ୍ ଆଉ ଟମାଟୋ ଦେଇକି ତାକୁ ସିଝେଇଥିଲି। ଦେଖନ୍ତୁ ଏବେ ବି କେତେ ପାଣି ଆସିଛି, ହେଲେ ବି କିଛି ଅସୁବିଧା ନାହିଁ। ଆପଣମାନେ ପୁରା ମିଡ଼ିୟମ୍ ଫ୍ଲେମ୍ କିମ୍ବା ହାଇ ଫ୍ଲେମ୍ କରିକି ମାତ୍ର 2-3 ମିନିଟ୍ ଭଲ ଭାବରେ ଫୁଟେଇ ଦେବେ। ଆଉ ଏଠି ଗୋଟେ ସିକ୍ରେଟ୍ ଜିନିଷ ଆମେ ନେବା, 5 ବଡ଼ ଚାମଚ ଚାଉଳ ଗୁଣ୍ଡ। ଚାଉଳ ଗୁଣ୍ଡରେ ଅଳ୍ପ ଟିକେ ପାଣି ଦେଇକି ଗୋଳେଇକି ଆପଣମାନେ ଏଇ ଟମାଟୋ ଆମେ ଯେଉଁ ସିଝେଇଛେ ସେଇଥିରେ ମିଶାଇଦେବା। ଏମିତି ମିଶାଇ ଦେଲେ କ'ଣ ହେବ ନା, ଟମାଟୋ ରସଟା ପୁରାପୁରି ଗାଢ଼ା ହେଇଯିବ ବା ଜଲ୍ଦି ସିଝିକି ପୁରା ବହଳିଆ ହେଇଯିବ। ଏବେ ଟମାଟୋର ରସ ପୁରା ପାଣିଆ ପାଣିଆ ଦେଖାଯାଉଛି, କିନ୍ତୁ ଏମିତି ଚାଉଳ ଗୁଣ୍ଡ 5 ବଡ଼ ଚାମଚ, ଟିକେ ଅଧିକ ଚାଉଳ ଗୁଣ୍ଡ ଦେବେ। ଦେଖନ୍ତୁ ମାତ୍ର 2 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ଫୁଟେଇ ଦେବେ, ପୁରାପୁରି ବହଳିଆ ହେଇଯିବ। ଆମେ ଯେମିତି ପାମ୍ପଡ଼ ପ୍ରସ୍ତୁତ କରନ୍ତି ସେମିତି ପୁରା ବହଳିଆ ଭଳିଆ ହେଇକି ପ୍ରସ୍ତୁତ ହେଇଯିବ। ତାପରେ ତାକୁ ଭଲ ଭାବରେ ମିଶାଇ ଦେବେ। ଦେଖନ୍ତୁ ମାତ୍ର 2 ମିନିଟ୍, ମାନେ ପ୍ରଥମେ ଆମେ 5 ମିନିଟ୍ ଲାଗିଥିଲା ସିଝେଇବା ପାଇଁ, ତାପରେ 5 ମିନିଟ୍, ଏମିତି ସମୁଦାୟ 10 ମିନିଟ୍ ଭଲ ଭାବରେ ରାନ୍ଧି ସାରିବା ପରେ ତାକୁ ଆମେ ପୁରାପୁରି ଥଣ୍ଡା କରିଦେବା। ଦେଖନ୍ତୁ କେତେ ବହଳିଆ ହେଇଯାଇଛି। ଯେତେ ଯେତେ ଥଣ୍ଡା ହେବ ସେତେ ସେତେ ବହଳିଆ ହେଇଯିବ। ଏବେ ଆମେ କ'ଣ କରିବା ନା, ଗୋଟେ ଜରି ଅଖା ନେବା। ଆପଣମାନେ ଚାହିଁଲେ ଅଟା ଜରି ମଧ୍ୟ ନେଇପାରିବେ, କିମ୍ବା ପାମ୍ପଡ଼ ଯେଉଁଥିରେ ଆପଣମାନେ ପ୍ରସ୍ତୁତ କରନ୍ତି ସେଇ ଜରି ମଧ୍ୟ ନେଇପାରିବେ। ଏବେ ଆମେ ଏଇ ରସକୁ ଭଲ ଭାବରେ ପତଳା କରିକି ଗୋଟେ ଲେୟାର କରିକି ଶୁଖେଇଦେବା। ଏଠି ଦେଖନ୍ତୁ ବଢ଼ିଆ ଖରା ଏବେ ହେଉଛି, ଆପଣମାନେ ଟାଣ ଖରାରେ ଶୁଖେଇଦେବେ। ଗୋଟେ ଦିନ ପୁରା ଏମିତି ସିଧା ଶୁଖେଇଦେବେ। ତା ପରଦିନ କ'ଣ କରିବେ, ମାନେ ବଢ଼ିଆ ଭାବରେ, ଯେହେତୁ ଗୋଟେ ପଟ ଶୁଖି ଯାଇଥିବ, ଓଦା ଉପରଟା ବିଲକୁଲ ନଥିବ, ଉପର ଅଂଶଟା ଭଲ ଭାବରେ ଶୁଖି ଯାଇଥିବ। ତା ପରଦିନ ଆପଣମାନେ ତାକୁ ଓଲଟେଇ ଦେବେ। ତା ତଳେ ଗୋଟେ ସଫା ସପ ପକାଇଦେବେ କିମ୍ବା ସଫା କପଡ଼ାଟେ ପକାଇଦେବେ। ତା ଉପରେ ଏମିତି ଓଲଟେଇକି ରଖିଦେବେ। ଏମିତି ଓଲଟେଇକି ରଖିଲେ ଏଇ ଯେଉଁ ତଳ ଭାଗଟି ସିଏ ବି ଗୋଟେ ଦିନ ବଢ଼ିଆ ଭାବରେ ଶୁଖିଯିବ। ପ୍ରଥମ ଦିନ ଉପର ଭାଗଟି ଶୁଖେଇବେ, ଦ୍ୱିତୀୟ ଦିନ ତଳ ଭାଗଟି ଶୁଖେଇବେ, ତୃତୀୟ ଦିନ ଆଉ ଥରେ ଉପର ଭାଗଟି ଶୁଖେଇ ସାରିବା ପରେ ତୃତୀୟ ଦିନକୁ ଏ ପୁରାପୁରି ପ୍ରସ୍ତୁତ ହେଇଯାଇଥିବ। ଏଠି ଦେଖନ୍ତୁ କେମିତି ସହଜରେ
पूरा छाड़ी जाउची जरी रु आपण माने थाली रे बिल्कुल पकेबेनी बा थाली रे सुखेबेनी बिल्कुल छाड़िबनी एमिति अखा जरी रे आपण माने जदि पूरा पतला करिकी पारी देबे बा पतला करिकी पूरा सुखे देबे बड़ा भाव छाड़ी जीव पूरा पांपड़ जमिति छाड़े सेमिति एठी देखंतु गोटे दिन एक्स्ट्रा सुखे देला परे माने समुदाय 3 दिन सुखी गला परे एठी पूरा पूरी क्रिस्पी हो जाइए आपण मैंने हाथ में देखिए पूरा चूरा हो जाउथिबो हाथ में धरिकी देखिए तापर आम ताकू ग्राइंडिंग जार रे देकी बड़ा भाव में चिकण करके गुंड करदेबा आपण मैंने चाहिए ताकू चलई पारंती किंतु मु एठी चलैनी बड़ा भाव में गुंड हो जाइए एठी आउ केते सुंदर रंग आसी देखंतु बीटरूट आम जो पकईथिले बीटरूट पकेबा द्वारा रंगटा बहुत सुंदर आसीबो नाली रंग आउ आपण मैंने एई टमाटो गुंड को वर्ष सारा पर्यंत व्यवहार करि परिबे जेतेबेले टमाटर रेट टिके अधिक हो एमिति कि टमाटो रेट बेले बेले 100 टंका भी हुए सही समय आपण मैंने टमाटो गुंडर व्यवहार करें बहुत बढ़िया लगे जेहेतु खरारे सुखी जाइए टमाटो बहुत स्वादिष्ट करेब आमर जेकोसी व्यंजन को ये तो गला प्रथम उपाय आम केमिति खरारे सुखेकी टमाटो को गुंड कले एबे आसंतु देखिबा द्वितीय प्रकार प्रणाली रे केमिति आमे गुंड करिबा बा टमाटो को सुखेबा एई प्रणाली रे आमे कोन करिबा ना सेमिति ताजा नाली नाली टमाटो नबा किंतु अत्यधिक लतपत पाचिला वाला टमाटो बिल्कुल नेबेनी टिके टाण थिला वाला टमाटो नेबे ताको भल भाबरे धोई देबा धोई सारिबा पर एठी गोटे धारुआ छुरी आमे नबा धोई सारिबा पर गोटे सूता कपड़ा रे भल भाबरे टमाटो को पोछि देबा जहा फଳରେ कि जहा पानी लागिथिबो सब पोछि हिजिबो तापर आम धारुआ छुरी रे किंबा धारुआ पनिकी रे आपण माने एमिति पतला पतला करके काटिबे देखंतु जेहेतु मो टमाटो टिके टाण टमाटो नै छि सेथि पई जेतेबेले आपण माने काटिबे से रस गुडी को बाहर को बाहर जीवनी एमिति टमाटो भितरे रस भी भल भाबरे लाखिकी रहितबो बा लागिकी रहितबो ताकू सुखे देला परे पूरा सुखी गला परे पूरा क्रिस्पी हे जिवो तापर आपण माने गुंड करि परिबे एठी देखंतु सब टमाटो को एमिति पतला पतला करके काटी सारिबा परे ताकू आमे सुखेबा आउ जिते बेले टमाटो को सुखेबे बहुत टाण खरा हेतिबा दरकार आउ एमिति टमाटो जदि सुखेबे मात्र 3 रु 4 दिन भितर सुखी जिवो प्रथम प्रणाली रे आमे जो प्रस्तुत कले 3 दिन लागिवो किंतु एमिति आमे जदि प्रस्तुत करबा टिके अधिक दिन लागिवो हे पारे 4 दिन किंबा 5 दिन किंतु भल भाव में पूरा क्रिस्पी हिला पर्यंत आपण माने सुखेबे जे पर्यंत भल भाव में सुखिनी माने आपण माने हाथ में धरिबे जदि क्रिस्पी न होईची से पर्यंत आपण माने सुखेबे एठी मु गोटे जरी अखा नै जाईची ता ऊपर गोटी गोटी करके सुखेबा आ गोटे सिक्रेट जिनस मध्य एथरे मिसेबा सेटा होची लूण लूण आपण माने भल भाव में ऊपर छिंची देबे लूण छिंचिले कौन हम ना टमाटर सब पानी जहाँ थी सब जल्दी बाहर की जल्दी सुखिब आ द्वितीय कथा है अधिक दिन पर्यंत बिल्कुल नष्ट हेनी बहुत बढ़ाई की रहिबो आ कला बिल्कुल पड़बनी एमिति जदि टमाटो को सुखेबे एठी देखंतु टमाटो ऊपर भल भाव में लूण को छिंची सारिबा परे आमे गोटे पतला कपड़ा ता ऊपर बिछाई देबा बा आपण माने चाहिए जो मशारी कपड़ा आसे ताको मध्य सुखई पारिबे नेट वाला कपड़ा सुखई देबा फल रे कोन हबो ना बाहर धूली आ टमाटो भीतर को आसीबनी आ एमिति आपण माने पूरा 4-5 दिन पर्यंत सुखेबे जे पर्यंत टमाटो पूरा पूरी क्रिस्पी हेनी एठी देखंतु 5 दिन पर बड़ा भाव टमाटो पूरा पूरी क्रिस्पी हो जाइए आ केते सुंदर रंग आसी देखंतु एई सुखिला टमाटो को भल भाव में फाइन पाउडर करके गोटे वर्ष पर्यंत व्यवहार करि परिबे आपण मानको को उपायटी बेसी भल लागला निश्चय जणेबे आज पई एतिके जय जय जगन्नाथ।